ପିଲାମାନେ ଆଜି ଆମେ ଦେଖିବା ଆମର ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଜୀବ ଓ ନିର୍ଜୀବର ଅଭ୍ୟାସ ପ୍ରଶ୍ନପତ୍ର। ବୁଝିହେଲା? ତାହେଲେ 1 ନମ୍ବର ପ୍ରଶ୍ନ ପିଲାମାନେ, ପଥର ଖଣ୍ଡ ଓ ବିଲେଇ ମଧ୍ୟରେ ଥିବା 3ଟି ପାର୍ଥକ୍ୟ ଲେଖ। ତାହେଲେ ପଥର ଖଣ୍ଡ ଆଉ ବିଲେଇ ମଧ୍ୟରେ, ତାହେଲେ ପିଲାମାନେ ପଥର ଖଣ୍ଡ ଗୋଟେ ନିର୍ଜୀବ କି ନାହିଁ, କିନ୍ତୁ ବିଲେଇ ଗୋଟିଏ ଜୀବ ଅଟେ। ପଥର ଖାଦ୍ୟ ଜଳ ବାୟୁ ଆବଶ୍ୟକ କରେ ନାହିଁ, ମାତ୍ର ବିଲେଇର ଖାଦ୍ୟ ଜଳ ଓ ବାୟୁ ଆବଶ୍ୟକ ହୁଏ। ପଥର ଗୋଟିଏ ସ୍ଥାନରେ ପଡ଼ି ରହିଥିବା ବେଳେ ବିଲେଇ ଚାରିଆଡ଼େ ଗତି କରିପାରେ, ହଁ କି ନାହିଁ? ତାହେଲେ ଇଏ ଥିଲା ପାର୍ଥକ୍ୟ ହେଲା। ତାପରେ 2 ନମ୍ବର ପିଲାମାନେ ଦେଖିବା, ଦେଇଛି ଆମ କୁକୁର ଓ ଆମ୍ବ ଗଛ ମଧ୍ୟରେ 2ଟି ସାମଞ୍ଜସ୍ୟ ଓ 2ଟି ପାର୍ଥକ୍ୟ ଲେଖ। ପିଲାମାନେ କୁକୁର ଆଉ ଆମ୍ବ ଗଛ, ତାହେଲେ ସାମଞ୍ଜସ୍ୟ ଦେଖିବା। କୁକୁରର ଜୀବନ ଅଛି, ଆମ୍ବ ଗଛର ମଧ୍ୟ ଜୀବନ ଅଛି। କୁକୁର ଖାଦ୍ୟ ଗ୍ରହଣ ଶ୍ୱାସକ୍ରିୟା ବଂଶବୃଦ୍ଧି କରିପାରେ, ଆମ୍ବ ଗଛ ଖାଦ୍ୟ ଗ୍ରହଣ ଶ୍ୱାସକ୍ରିୟା ବଂଶବୃଦ୍ଧି କରିପାରେ ହେଲା। ପାର୍ଥକ୍ୟ କ'ଣ? କୁକୁର ଗୋଟିଏ ଜୀବ ବା ପ୍ରାଣୀ ଅଟେ, ଇଏ କିନ୍ତୁ ଗୋଟିଏ ଜୀବ, ଇଏ ହେଲେ ପ୍ରାଣୀ, ହେଲେ ଇଏ ହେଉଛି ଉଦ୍ଭିଦ। ଆଉ କୁକୁର ଚଳ ପ୍ରଚଳ କରିପାରେ, କିନ୍ତୁ ଆମ୍ବ ଗଛ ତାର ନିଜ ଚଳ ପ୍ରଚଳ କରିପାରେ ନାହିଁ, ପ୍ରତ୍ୟକ୍ଷ ଚଳନ ନଥାଏ। 3 ନମ୍ବର ପ୍ରଶ୍ନ ପିଲାମାନେ, ଜୀବ ପରିବେଶ ସହ କିପରି ପ୍ରତିକ୍ରିୟା କରେ, ତୁମର ଅନୁଭୂତିରୁ 3ଟି ଉଦାହରଣ ଦେଇ ବୁଝାଅ ହେଲା। ତାହେଲେ ଜୀବ କେମିତି ପରିବେଶ ସହ କିପରି ପ୍ରତିକ୍ରିୟା କରୁଛି ଆମେ ଉଦାହରଣ ଦେଇକି ବୁଝେଇବା। ତାହେଲେ ଗୋଟେ ଛୋଟିଆ ଗଛ ଉପରେ ମାଟି ହାଣ୍ଡିଟିଏ ଘୋଡ଼ା ଦେଇ ହାଣ୍ଡିରେ ଗୋଟିଏ କଣା କଲେ ଗଛଟି କଣା ଦେଇ ବାହାରକୁ ବାହାରିଯିବ। ଗଛ ଆଲୋକ ପାଇବା ପାଇଁ ଏଭଳି ପ୍ରତିକ୍ରିୟା କରେ। ପିଲାମାନେ ଯଦି ଆମେ ଛୋଟିଆ ଗଛ ଉପରେ କ'ଣ ମାଟି ହାଣ୍ଡିଟେ ଗୋଡ଼େଇ ଦେବା, ସେ କଣା କରିକି ବାହାରିଯିବ, କାରଣ ଗଛ ସବୁବେଳେ ଆଲୋକ ପାଇବା ପାଇଁ ସେ ବାହାରକୁ ବାହାରି ଆସେ ହେଲା। ତାହେଲେ ପରିବେଶ ଏଇଟା ଗୋଟେ ପ୍ରତିକ୍ରିୟା ହେଲା କି ନାହିଁ। ତାପରେ ଅବଲାଇରେ ଦେଖିବା, ଖାଲି ପାଦରେ ଗଲାବେଳେ ଯଦି କଣ୍ଟା ଉପରେ ଆମ ପାଦ ପଡ଼ିଯାଏ, ତେବେ ପାଦ ଆପଣା ଛାଏଁ ଉପରକୁ ଉଠିଯାଏ। ଏଭଳି ପାରିପାର୍ଶ୍ୱିକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ଦେଖାଯାଏ କି ନାହିଁ, ହଁ କି ନାହିଁ ପିଲାମାନେ? କଣ୍ଟା ଉପରେ ପାଦ ପଡ଼ିଗଲେ ଆପେ ଆପେ ଆମ ପାଦ ଉପରକୁ ଉଠିଯାଏ। ତାପରେ ତ୍ରିପଲ ଆଇରେ, ଆମେ ସୁଆଦିଆ ଖାଦ୍ୟ ବିଷୟରେ ଭାବିବା ବେଳକୁ ପାଟିରୁ ଲାଳ ବାହାରି ଆସେ। ଏହିସବୁ ପାରିପାର୍ଶ୍ୱିକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ। 4 ନମ୍ବର ପ୍ରଶ୍ନ ପିଲାମାନେ ଆମକୁ ଦେଇଛି, ନିଆଁ ଗୋଟିଏ ଜୀବ କି? ତୁମ ଉତ୍ତରର ଯଥାର୍ଥତା ବୁଝାଅ। ପିଲାମାନେ ନିଆଁ ହେଉଛି ଜୀବ ନୁହେଁ, କାରଣ ନିଆଁର ବଂଶବୃଦ୍ଧି, ଖାଦ୍ୟ ଗ୍ରହଣ, ରେଚନ ଆଦି ହୁଏ ନାହିଁ, ତେଣୁ ତାର ଜୀବନ ନାହିଁ, ଏହା ଗୋଟିଏ ଜୀବ ନୁହେଁ। 5 ନମ୍ବର ପ୍ରଶ୍ନ ପିଲାମାନେ, ଶିଉଳି ଜୀବ କି ନିର୍ଜୀବ ଯୁକ୍ତି ଦ୍ୱାରା ବୁଝାଅ। ପିଲାମାନେ ଶିଉଳି ହେଉଛି ଗୋଟିଏ ଜୀବ, କାରଣ ଏହାର ବୃଦ୍ଧି, ଖାଦ୍ୟ ଗ୍ରହଣ, ଶ୍ୱାସକ୍ରିୟା, ରେଚନ, ବଂଶବୃଦ୍ଧି ଇତ୍ୟାଦି ହୋଇଥାଏ, ତେଣୁ ଏହା ଏକ ଜୀବ। ପିଲାମାନେ ଇଏ ଥିଲା ଆମ ଜୀବ ନିର୍ଜୀବର ସବୁତକ ଅଭ୍ୟାସ ପ୍ରଶ୍ନପତ୍ର।